महागाथा। विशाल साम्राज्यर सम्राट बिन्दुसार सुंदरनगर राजा वीरेन्द्र बायुपुत्रଙ୍କ सह बंधुता स्थापन कले, ଯାହାଫଳରେ ବିନ୍ଦୁସାର ସୁନ୍ଦରନଗର ଯୁବରାଜଙ୍କ ସହ ନିଜ କନ୍ୟାକୁ ବିବାହ କରିବାକୁ ବଚନ ଦେଇଥିଲେ। ପରନ୍ତୁ ମହାରାଜ ବୀରେନ୍ଦ୍ରଙ୍କ ବିରୋଧରେ ଚାଲିଥିଲା ଏକ ଭୟଙ୍କର ଷଡ଼ଯନ୍ତ୍ର। ରାଜ୍ୟ ରାଜସିଂହାସନ ଲୋଭରେ ମହାରାଜାଙ୍କ ଦୁଇ ଭାଇ ନାଗେନ୍ଦ୍ର ଏବଂ ଯଜୁବେନ୍ଦ୍ର ବହୁତ ବର୍ଷରୁ ମହାରାଜାଙ୍କୁ ହଟାଇବାକୁ ଯୋଜନା କରି ଆସୁଥିଲେ, ଯେଉଁଥିପାଇଁ କି ସେମାନେ ରାଜ୍ୟର ଶତ୍ରୁମାନଙ୍କ ସହ ହାତ ମିଶାଇଥିଲେ। ମହାରାଜ ବୀରେନ୍ଦ୍ରଙ୍କ ପୁତ୍ର ଯୁବରାଜ ନୀଲ ବାୟୁପୁତ୍ର ବହୁତ ସାହସୀ ବାଳକ। ସେ ଜନ୍ମ ହେବା ପରେ ସାଧୁ ମହାତ୍ମାଗଣ କହିଥିଲେ କି ଏହି ବାଳକ ଦିନେ ଏହି ରାଜ୍ୟର ଉଦ୍ଧାରକ ହେବ। ଆମ ଶରୀରରେ ସବୁଠୁ ମହତ୍ତ୍ୱପୂର୍ଣ୍ଣ 7ଟି ଚକ୍ର ରହିଥାଏ। ଏହି ସମସ୍ତ ଚକ୍ରକୁ ଜାଗ୍ରତ କରି ମଣିଷ ଜଣେ ମହାନ ଯୋଦ୍ଧାରେ ପରିଣତ ହୋଇପାରେ। ମାତ୍ର ନୀଲ ବାୟୁପୁତ୍ର 13 ବର୍ଷ ବୟସରେ ନିଜର ପ୍ରଥମ ଚକ୍ର ଅର୍ଥାତ୍ ମୂଳାଧାର ଚକ୍ରର ଶୀର୍ଷରେ ପହଞ୍ଚି ଯାଇଥିଲେ, ଯଦ୍ୱାରା ନୀଲ ବାୟୁପୁତ୍ରକୁ ସୁନ୍ଦରନଗରର ଉଦ୍ଧାରକ ଭାବେ ସମଗ୍ର ରାଜ୍ୟବାସୀ ଦେଖୁଥିଲେ। ସେମାନେ ନୀଲ ବାୟୁପୁତ୍ରଙ୍କ ନେତୃତ୍ୱରେ ସମଗ୍ର ଉତ୍ତରାଞ୍ଚଳକୁ ଅଧିକାର କରିପାରିବେ ବୋଲି ଭାବୁଥିଲେ। ମହାରାଜ ମଧ୍ୟ ନୀଲକୁ ଛୋଟ ବୟସରୁ ରାଜକାର୍ଯ୍ୟରେ ସାମିଲ କରୁଥିଲେ। କେଜାଣି କାହିଁକି ନିଜ ଦୁଇ ଚାଚାଙ୍କ ବ୍ୟବହାର ନୀଲକୁ ପସନ୍ଦ ଆସୁନଥିଲା। ମହାରାଜ ବୀରେନ୍ଦ୍ର ମଧ୍ୟ ସାନ ଭାଇଙ୍କୁ କିଛି କହୁନଥିଲେ। ଦିନେ ରାଜମହଲରେ 13 ବର୍ଷର ଛୋଟ ଯୁବରାଜ ନୀଲ ଦୌଡ଼ି ଦୌଡ଼ି ଆସି ନିଜ ଚିକ୍ମିକ ଆଖିରେ କାହାକୁ ଖୋଜି ଚାଲିଥିଲେ। ସେ ସମୟରେ ରାଜମହଲ କୋଣରେ ଏକ ବଡ଼ ସିଂହାସନ ଦେଖିଲେ, ହେଲେ ସିଂହାସନରେ ବସିଥିବା ବ୍ୟକ୍ତିଙ୍କୁ ଦେଖିପାରୁନଥିଲା। ତେଣୁ ସେ ସିଂହାସନ ପାଖକୁ ଦୌଡ଼ି ଆସିଲା। ଚୌକିରେ ବସିଥିବା ବ୍ୟକ୍ତିକୁ ଦେଖି ନୀଲ ଚମକି ପଡ଼ିଲା। ତା ଆଖି ଲୁହ ଲହୁରେ ଭରିଗଲା। ଜୋରରେ ଚିତ୍କାର କଲା, ପିତାଶ୍ରୀ! 13 ବର୍ଷର ଯୁବରାଜ ନୀଲ ବାୟୁପୁତ୍ର ତା ଆଖିରେ ନିଜ ପିତା ଛଟପଟ ହୋଇ ମରୁଥିବାର ଦେଖିଲା। ମହାରାଜ ବୀରେନ୍ଦ୍ରଙ୍କ ପାଟିରୁ ରକ୍ତ ବହୁଥିଲା। ତାଙ୍କ ଶରୀର ନୀଳ ପଡ଼ିଯାଇଥିଲା। ଏମିତି ଲାଗୁଥିଲା ଯେମିତି କେହି ମହାରାଜାଙ୍କୁ ଭୟଙ୍କର ବିଷ ଦେଇଦେଇଛି। ପୁତ୍ରର ଚିତ୍କାର ଶୁଣି ହଠାତ୍ ମହାରାଜ ଆଖି ଖୋଲି କହିଲେ, ନୀଲ, ମୋ ପୁତ୍ର, ତମେ ଆସିଗଲ। ପିତାଙ୍କ ଏପରି ଅବସ୍ଥା ଦେଖି ନୀଲ କହିଲା, ପିତାଶ୍ରୀ, ଆପଣଙ୍କର କ'ଣ ହେଇଛି? ମହାରାଜ ନୀଲକୁ କୌଣସି ଉତ୍ତର ଦେଲେ ନାହିଁ। ସତରେ ଯେପରି ସେ ଶୁଣିପାରିଲେନି। ଯନ୍ତ୍ରଣାରତ ନିଶ୍ୱାସକୁ କାବୁ କରି ଧୀର ସ୍ୱରରେ କହିଲେ, ପୁତ୍ର, ମୁଁ ତୁମକୁ ଏକ ପୁସ୍ତକ ଦେଇଥିଲି। କ'ଣ ତୁମେ ତାହାକୁ ସମ୍ପୂର୍ଣ୍ଣ ରୂପେ ବୁଝି ସାରିଛ? ପିତାଶ୍ରୀ, ଆମେ ଏ ବିଷୟରେ ପରେ କଥା ହେଇପାରିବା। ପ୍ରଥମେ ଆମେ ବେଦ୍ୟଙ୍କ ପାଖକୁ ଯିବା ଉଚିତ। ନୀଲ ଥରି ଥରି କହିଲା। ମୃତ୍ୟୁର ଅଳ୍ପ ଦୂରରେ ଥିବା ନିଜ ଶେଷ ନିଶ୍ୱାସକୁ ଏକତ୍ର କରି ମହାରାଜ କହିଲେ, ବୈଦ୍ୟ ପାଖକୁ ଯିବାରେ ବହୁତ ବିଳମ୍ବ ହୋଇଯାଇଛି ପୁତ୍ର। ତାଙ୍କ କଥା ଶୁଣି ନୀଲ ପିତାଙ୍କୁ ଅଜବ ଢଙ୍ଗରେ ଦେଖୁଥିଲା। ପିତାଶ୍ରୀ, ଏମିତି କାହିଁକି କହୁଛନ୍ତି? ଗୋଟିଏ ଛୋଟ ବାଳକ ପାଇଁ ଏ ଘଟଣା କେତେ ଯେ ଯନ୍ତ୍ରଣାଦାୟକ ଥିଲା। ନୀଲକୁ ଶେଷ ଥର ପାଇଁ ଯନ୍ତ୍ରଣାଦାୟକ ଆଖିରେ ଦେଖି ମହାରାଜ କହିଲେ, ପୁତ୍ର, ମନେ ରଖ, ତୁମେ ଆମର ପିତାଶ୍ରୀ!
ଏହି ସମୟରେ ସୈନ୍ୟମାନଙ୍କ କିଛି ସମୂହ ତାଙ୍କ ନିକଟକୁ ଆସିଲେ। ସାଥିରେ ନାଗେନ୍ଦ୍ର ଏବଂ ଯଜୁବେନ୍ଦ୍ର ମଧ୍ୟ ଥିଲେ। ନିଜ ପିତାଙ୍କ ମୃତ୍ୟୁରେ କାନ୍ଦୁଥିବା ଏହି ଛୋଟ ବାଳକ ପ୍ରତି ଟିକେ ବି ଦୟା ନ ଦେଖାଇ ସୈନିକମାନଙ୍କୁ ନୀଲକୁ ବନ୍ଦୀ କରିବାକୁ ଆଦେଶ ଦେଲେ। ତାଙ୍କ ଷଡ଼ଯନ୍ତ୍ର ଜାଣିନଥିବା ନୀଲ କହିଲା, ମୋତେ ଛାଡ଼ିଦିଅ, ପିତାଙ୍କୁ କିଏ ମାରିଛି ମୁଁ ଜାଣିନି। ତାର ଏହି କଥା ଶୁଣି ଯଜୁବେନ୍ଦ୍ର ଜୋର ଜୋରରେ ହସିବାକୁ ଲାଗିଲା। କ୍ରୁର ଯଜୁବେନ୍ଦ୍ର ନିରୀହ ବାଳକ ନୀଲର କୌଣସି କଥାକୁ ନ ଶୁଣି ନୀଲର ଚୁଟିକୁ ନିଷ୍ଠୁରତାର ସହିତ ଜାବୁଡ଼ି ଧରିଲା। ଚାଚାଜୀ, ମୋତେ ଛାଡ଼ି ଦିଅ, ମୋ ଅପରାଧ କ'ଣ? ତୁ ଗୋଟେ ଗଦର ଛୁଆ। ତୋ ବାପଟ ଆରପାରିକୁ ଟିକଟ କାଟି ସାରିଲାଣି। ତୋ ବାପ କଳା କର୍ମର ଫଳ ତୋତେ ଭୋଗିବାକୁ ପଡ଼ିବ। ତୋତେ ଗୋଟେ କଏଦୀର ଜୀବନ ବିତାଇବାକୁ ପଡ଼ିବ। ପ୍ରତିଦିନ ତୋତେ ପ୍ରଚୁର ମାଡ଼ ଦିଆଯିବ, ଏତେ ଭୟଙ୍କର ମାଡ଼ ଦିଆଯିବ ଯେ ତୁ ଆମକୁ ମୃତ୍ୟୁର ଭିକ ମାଗିବୁ। ଭିକ, ମୃତ୍ୟୁର ଭିକ। ଏହାପରେ ଯଜୁବେନ୍ଦ୍ର ସୈନ୍ୟମାନଙ୍କୁ ନୀଲକୁ କାରାଗାରକୁ ନେବାକୁ ଆଦେଶ ଦେଲା। ସୈନିକମାନେ ନୀଲକୁ କାରାଗାରକୁ ନେବାକୁ ଲାଗିଲେ। ଏହି ସମୟରେ ନାଗେନ୍ଦ୍ର କ୍ରୁର ହସି କହିଲା, ଯଦି ତୋ ଭଉଣୀ ନୀଳିମା ସପ୍ତ ସିନ୍ଧୁ ଆଶ୍ରମ ଯାଇନଥାନ୍ତା, ତେବେ ତାକୁ ମୁଁ ମୋ ହାତରେ ସଜା ଦେଇଥାନ୍ତି। ତା କଥା ଶୁଣି ସେଠାରେ ଉପସ୍ଥିତ ସମସ୍ତେ ଜୋର ଜୋରରେ ହସିବାକୁ ଲାଗିଲେ। ନୀଲ ଯେତେବେଳେ ଏ କଥା ଶୁଣିଲା ବହୁତ ରାଗିଗଲା। ଗୋଟିଏ ଝଟକାରେ ସୈନିକମାନଙ୍କଠୁ ନିଜକୁ ଛଡ଼ାଇ ନାଗେନ୍ଦ୍ରକୁ ମାରିବାକୁ ଧାଇଁଲା। ଯେତେବେଳେ ନୀଲ ନାଗେନ୍ଦ୍ର ପାଖରେ ପହଞ୍ଚିଲା, ନାଗେନ୍ଦ୍ର ଛୋଟ ବାଳକ ନୀଲକୁ ଗୋଟେ ମୁକ୍କା ମାରିଲା। ଯନ୍ତ୍ରଣାରେ ନୀଲ ମାଟିରେ ପଡ଼ିଗଲା। ଯାହା ଦେଖି ସେଠାରେ ଉପସ୍ଥିତ ସଭ୍ୟ ପୁଣି ଜୋର ଜୋରରେ ହସିବାକୁ ଲାଗିଲେ। ଗୋଟିଏ ସରଳ ନିରୀହ ନିଷ୍ପାପ ବାଳକ, ଯିଏକି ନିଜ ଆଖିରେ ନିଜ ପିତାଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁକୁ ଦେଖିଛି, ପୁଣି ନିଜ ଚାଚାଙ୍କ ଠାରୁ ଏତେ ବଡ଼ ଧକ୍କା ଖାଇଲା। ସେ କେମିତି ସହ୍ୟ କରିପାରିବ ଏତେ ବଡ଼ କଷ୍ଟକୁ? ପୁଣି କେମିତି ସହ୍ୟ କରିପାରିବ ସୁନ୍ଦରନଗର ଜେଲର ଦଣ୍ଡକୁ? ଏମିତି ଦଣ୍ଡ ଯାହାକି ମୃତ୍ୟୁଠୁ ବି ଭୟଙ୍କର। କିଛି ବର୍ଷ ପରେ ନୀଲ ବାୟୁପୁତ୍ରକୁ ଗୁଲାମ ଜୀବନ ବିତାଇବାର 3 ବର୍ଷ ବିତିଗଲା। ଏହି 3 ବର୍ଷ ନୀଲ ପାଇଁ ବହୁତ ଯନ୍ତ୍ରଣାଦାୟକ ଥିଲା। କାହିଁକି ନା ତାର ଚାଚା ଏବଂ ବର୍ତ୍ତମାନର ମହାରାଜାଙ୍କ ଆଦେଶ ଅନୁସାରେ ନୀଲକୁ ଏକ ପ୍ରଶିକ୍ଷଣ ସହାୟକ କରିଦିଆଯାଇଥିଲା। ପ୍ରଶିକ୍ଷଣ ସହାୟକ ସେମାନଙ୍କୁ କରାଯାଉଥିଲା ଯେଉଁମାନେ ମୃତ୍ୟୁଦଣ୍ଡ ପାଉଥିଲେ। ସବୁ ଶିଷ୍ୟ ନିଜ ଶକ୍ତି ଓ ସାମର୍ଥ୍ୟ ଏହି ସହାୟକ ଉପରେ କରୁଥିଲେ। ଏପରିକି ସହାୟକଙ୍କୁ ପାଲଟା ଆକ୍ରମଣ କରିବାର ଅଧିକାର ନଥିଲା। କଏଦୀଙ୍କ ଦୁଃଖ ଶୁଣିବା ବାଲା ଏଠି କେହି ନଥିଲେ। ଏମାନଙ୍କ ଭିତରୁ କେତେ ଗୁଲାମ ପ୍ରତିବର୍ଷ ମରୁଥିଲେ ଅଥବା ପଙ୍ଗୁ ପାଲଟି ଯାଉଥିଲେ। ଯେଉଁଠି ନୀଲର କଥା, ମୃତ୍ୟୁଦଣ୍ଡ ପାଇଥିବା କୌଣସି ସାଧାରଣ କଏଦୀ ନୁହେଁ, ବରଂ ସୁନ୍ଦରନଗରର ପୂର୍ବତନ ଯୁବରାଜ, ଯିଏକି ବିଗତ 3 ବର୍ଷ ପ୍ରଶିକ୍ଷଣ ସହାୟକ ସାଜି ଲଗାତାର ମାଡ଼ ଖାଇ ଆସୁଥିଲା। ଏତେ ମାଡ଼, ଏତେ ଯନ୍ତ୍ରଣା ଭୋଗ କରୁଥିଲା ଯେ ବର୍ଣ୍ଣନା କରିବା ଅସମ୍ଭବ। ନୀଲ ବାୟୁପୁତ୍ର ବି ଏହାକୁ ନିଜ ଭାଗ୍ୟ ଭାବି ସବୁକିଛି ସହି ଚାଲିଥିଲା। ଥରେ ରାତିର ସମୟ, ଦିନସାରା କଏଦୀମାନଙ୍କୁ ମାଡ଼ ମରାଯିବା ପରେ କାରାଗାର କୋଠରୀରେ ବନ୍ଦ କରିଦିଆଗଲା। ନୀଲ ବର୍ତ୍ତମାନ 16 ବର୍ଷର, ସାମାନ୍ୟ ପତଳା କିନ୍ତୁ ସୁନ୍ଦର ଚେହେରା। ନୀଲ ସେଦିନ ନିଜ ଚମକ ଭରା ଆଖିରେ ଦୀପକର ମନ୍ଦ ମନ୍ଦ ଆଲୁଅରେ ପାଖରେ ଥିବା ପୁରୁଣା ବହିଟିକୁ ଦେଖୁଥିଲା। ପୁଣି ଥରେ ସେ ପୁସ୍ତକକୁ ପଢ଼ିବାକୁ ଚେଷ୍ଟା କରୁଥିଲା। ଏ ପୁସ୍ତକଟି ତା ବାପାଙ୍କ ଦ୍ୱାରା ପ୍ରଦତ୍ତ ଶେଷ ଶାନ୍ତକ ଥିଲା। ସେ ପୁସ୍ତକଟି ଦେବା ସମୟରେ ତାଙ୍କ ବାପା କହିଥିଲେ, ପୁତ୍ର ନୀଲ,
ଏ ପୁସ୍ତକ ଆମ ପୂର୍ବଜଙ୍କ ଦ୍ୱାରା ପ୍ରଦତ୍ତ ଏକ ଆଶୀର୍ବାଦ। ଏହା ଆମ ବଂଶର ପୁନରୁଦ୍ଧାରରେ ସହାୟକ ହେବ। ମୋର ବିଶ୍ୱାସ ତୁମେ ହିଁ ଆମ ବଂଶର ଉଦ୍ଧାରକ ସାଜିବ। ମନେ ରଖ ପୁତ୍ର, ମାନବିକତା ହିଁ ପରମ ଧର୍ମ ଅଟେ। ପିତାଙ୍କ ଏହି ଶବ୍ଦ ନୀଲ ମନରେ ଗୁଞ୍ଜି ଉଠୁଥିଲା। ଭୃଗୁ ଋଷିଙ୍କ ଦ୍ୱାରା ପ୍ରଦତ୍ତ ଏହି ପୁସ୍ତକକୁ ମୁଁ 10 ଥର ପଢ଼ି ସାରିଲିଣି। ମାନବିକତା ହିଁ ପରମ ଧର୍ମ। ଯଦି ମୋ ପିତା ଏତେ ଉଦାର ଓ ଦୟାଳୁ ହୋଇନଥାନ୍ତେ, ତେବେ ଆଜି ଏ ରାଜ୍ୟ ଏପରି ଦଶା ଭୋଗୁନଥାନ୍ତା। ନା ହିଁ ମୋ ପିତାଙ୍କ ମୃତ୍ୟୁ ହୋଇଥାନ୍ତା। ମୁଁ ମୋ ପିତାଙ୍କ ହତ୍ୟାକାରୀକୁ ଖୋଜି ବାହାର କରିବି। ମୋ ନିଜ ହାତରେ ତାକୁ ନର୍କରୁ ବି ଅଧିକ ଯନ୍ତ୍ରଣା ଦେବି। ବିଗତ 3 ବର୍ଷରେ କେଜାଣି ପ୍ରତିଦିନ ନୀଲ ବାୟୁପୁତ୍ର ଏ ପ୍ରତିଜ୍ଞା କେତେ ଥର ନେଇଥିବ, ତାର ହିସାବ ନାହିଁ। ସେ ନିଜେ ବି ଜାଣିନି କିପରି ତା ଲକ୍ଷ୍ୟସ୍ଥଳରେ ପହଞ୍ଚିବ। କ'ଣ ଲୁଚି ରହିଛି ସେହି ଜୀବନ ରହସ୍ୟ ପୁସ୍ତକରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ମାର୍ଗ, ଅଥବା ଯାଦୁ ଶକ୍ତି, ଯାହାକି ଅନେକ ଥର ପଢ଼ିଲା ପରେ ବି ନୀଲ ବୁଝିବାରେ ଅସମର୍ଥ ହେଇଛି। କିନ୍ତୁ ନୀଲ ହାର ମାନିବା ପିଲା ନୁହେଁ। ସେ ପୁଣି ଦୀପଶିଖାର ମନ୍ଦ ମନ୍ଦ ଆଲୁଅରେ ଭୃଗୁ ଋଷିଙ୍କ ଦ୍ୱାରା ପ୍ରଦତ୍ତ ପୁସ୍ତକଟିକୁ ପଢ଼ିବାରେ ଲାଗିଲା। କ'ଣ ହେବ ନୀଲର ଭାଗ୍ୟ? କ'ଣ କେବେ ସେ ଏହି କାରାଗାରରୁ ମୁକ୍ତ ହୋଇପାରିବ? କ'ଣ ନିଜ ସ୍ୱର୍ଗତ ପିତାଙ୍କ ପୂର୍ବ ସମ୍ମାନ ଫେରାଇ ତାଙ୍କୁ ନ୍ୟାୟ ଦେଇପାରିବ? କ'ଣ ଏହି ଭୃଗୁ ଋଷିଙ୍କ ପୁସ୍ତକର ରହସ୍ୟ? କିପରି ଏହା ନୀଲର ହେବ ସବୁଠାରୁ ବଡ଼ ଶକ୍ତି? ପ୍ରଶ୍ନ ଅନେକ, କିନ୍ତୁ ସବୁ ପ୍ରଶ୍ନର ସୁନ୍ଦର ଉତ୍ତର ପାଇବା ପାଇଁ ଆମ ସହିତ ଜଡ଼ିତ ରୁହନ୍ତୁ।